ପିଲାମାନେ ଆଜି ଆମେ ପଢ଼ିବା ଆମ ତୃତୀୟ ଶ୍ରେଣୀର ଏକ ସୁନ୍ଦର ବିଷୟ ଅଛି ଭାସିଯା ମୋର କାଗଜ ଡଙ୍ଗା। ତାହେଲେ ତାକୁ ଆଜି ଆମେ ଭଲରେ ବୁଝିବା ପିଲାମାନେ। ତାହେଲେ ପଢ଼ିବା। ପବନ ବହୁଛି ଝିପି ଝିପି ମେଘ ବରଷଇ, ବିଜୁଳି ଚମକେ ଘଡ଼ଘଡ଼ି ଡାକେ ରହି ରହି, କେତେ ମଜା ଲାଗେ ଓଳିରୁ ବରଷା ପଡ଼େ ଝରି, ଫୁଟି ଭାସିଯାଏ ପାଣିରେ ଫଟକା ଅସୁମାରି। ତାହେଲେ ପବନ ବହୁଛି ଝିପି ଝିପି ମେଘ ବରଷଇ। ପିଲାମାନେ ଯେତେବେଳେ ପବନ ହେଉଛି ଏବଂ ଅଳ୍ପ ଅଳ୍ପ ବର୍ଷା ସେତେବେଳେ ପଡ଼ୁଛି ଏବଂ ଆକାଶରେ କ'ଣ ବିଜୁଳି ଚମକୁଛି ଏବଂ ଘଡ଼ଘଡ଼ି, ବିଜୁଳି ପରେ ପରେ ଘଡ଼ଘଡ଼ି ମଧ୍ୟ ମାରୁଛି ହେଲା। ସେତେବେଳେ କେତେ ମଜା ଲାଗୁଛି ଯେତେବେଳେ ଚାଳ ଘର ଥିବ, ଚାଳରୁ ଓଳିରୁ ପାଣି ପଡ଼ୁଥିବ ହେଲା, ଫୁଟି ଭାସିଯାଏ ପାଣିରେ ଫଟକା ଅସୁମାରି। ତାପରେ ଭାସିଯା ମୋର କାଗଜ ଡଙ୍ଗା ଭାସିଯା, ଡରିଯିବୁ ନାହିଁ ଆକାଶରେ ଦେଖି ମେଘ ବା, ଝୁଲି ଝୁଲି ତୁହି ଦୂରକୁ ଦୂରକୁ ଯା ଭାସି, ଡଙ୍ଗାରେ ତୋତେ ମେଲାଣି ଦେଲି ମୁଁ ହସି ହସି। ଆମେ ସେତେବେଳେ କ'ଣ ରାସ୍ତାରେ ଯେଉଁ ପାଣି ବହି ଯାଉଛି ସେଇ ପାଣିରେ ଆମେ କାଗଜ ଡଙ୍ଗା କ'ଣ କରିକି ଭସଉଥାଉ ହେଲା। ଏବଂ ସେ କାଗଜ ଡଙ୍ଗାକୁ ଆମେ ମନରେ ଭାବି ଭାବି କହୁଛେ ଭାସିଯା ମୋର କାଗଜ ଡଙ୍ଗା। ଆମ ଯେତେ ଦୂର ଆମ ଡଙ୍ଗା ଯିବ ଆମ ମନକୁ ସେତେ ଖୁସି ଲାଗିବ। ଏବଂ ସେ କହୁଛି ଆମେ ତୁ ଡରିଯିବୁନି କାହାକୁ, ଆକାଶରେ ମେଘ ଦେଖି ଡରିଯିବୁନି, ତୁ ଝୁଲି ଝୁଲି ଆଗ ଦୂରକୁ ଦୂରକୁ ଭାସିଯା ହେଲା। ତାପରେ ପଢ଼ିବା ଆମେ। କାର୍ତ୍ତିକ ମାସେ ବୋଇତ ମେଲାଇ ଦରିଆରେ, ସାଧବେ ଆମର ଯାଉଥିଲେ ଦୂର ଦେଶ ପାରେ, ଝଡ଼ ତୋଫାନକୁ ନଥିଲା ତାଙ୍କର ତିଳେ ଡର, ଆସୁଥିଲେ ଫେରି ଆଷାଢ଼ରେ ସାରି କାରବାର। ପିଲାମାନେ କାର୍ତ୍ତିକ ମାସରେ ଆମର କାର୍ତ୍ତିକ ପୂର୍ଣ୍ଣିମା ଶେଷ ଦିନ ଡଙ୍ଗା ଭସା ହୁଏ କି ନାହିଁ? କାହିଁକି ହୁଏ? କାରଣ କାର୍ତ୍ତିକ ମାସରେ ବୋଇତ ମେଲାଇ କ'ଣ ସାଧବ ପୁଅମାନେ ଦୂର ଦେଶକୁ ଯାଉଥିଲେ ବେପାର କରି ଏବଂ ଝଡ଼ ତୋଫାନକୁ ତାଙ୍କର ଟିକେ ହେଲେ ବି ଡର ନଥିଲା ଏବଂ ଆଷାଢ଼ ମାସରେ ସେମାନେ ଫେରି ଆସୁଥିଲେ। ବୋଇତରେ ଭରି ଧନ ଦୌଲତ ହୋଇ ଖୁସି, ଫେରୁଥିଲେ ଘରେ ଦରିଆ ପାରିରୁ ମିଳିମିଶି, ବୋଇତ ମଙ୍ଗେ ଶୁଭ ନାରିକେଳ ଜଳ ଢାଳି, ଝିଅ ବୋହୂ ମିଶି ବନ୍ଦାଉଥିଲେ ଦୀପ ଜାଳି। ତାପରେ ଯେତେବେଳେ ଫେରୁଥିଲେ ସିଏ ସାଧବ ପୁଅମାନେ ଧନ ଦୌଲତ ଧରି ହେଲା, ପୁରା ହସ ଖୁସିରେ ଆସୁଥିଲେ ଏବଂ ବୋଇତ ମଙ୍ଗେ ଶୁଭ ନାରିକେଳ ଜଳ ଢାଳି, ଝିଅ ବୋହୂ ମିଶି ବନ୍ଦାଉଥିଲେ ଦୀପ ଜାଳି। ସବୁ ଝିଅ ବୋହୂ ତାଙ୍କୁ ଆଣିବା ପାଇଁ ପୁରା ଦୀପ ଜାଳି ତାଙ୍କୁ ସ୍ୱାଗତ କରୁଥିଲେ। ତାପରେ ପିଲାମାନେ ଯାଇଛି ସେ କାଳ ଆସିଛି ରେ ଏବେ ନୂଆ ବେଳା, ପାରାଦୀପେ ଆସି ଲଗାଇ ଜାହାଜ ଭେଳା ଭେଳା, ଅଟକି ଗଲୁ କି କଥା ମୋର ଶୁଣି ଯା ଭାସି, ବିଦାୟ ଦେଉଛି ତୋତେ ମୁହିଁ ଏବେ ହସି ହସି। ତାହେଲେ ସେଇ କାଳ ବର୍ତ୍ତମାନ ଚାଲି ଯାଇଛି ଏବଂ ପାରାଦୀପରେ କ'ଣ କେତେ ଜାହାଜ ଭେଳାକୁ ଭେଳା ଲାଗୁଛି, ଆଉ ସେଇ ଯୁଗ ନାହିଁ ଏବଂ ପୁଣି ଆମେ ମୋ ଡଙ୍ଗା ପାଖକୁ ଫେରି ଯାଉଛି ଏବଂ ଆମେ କହୁଛେ ମୋ କଥା ଶୁଣିକି ତୁ ଅଟକି ଯାଆନି, ତୋତେ ମୁଁ ହସି ହସି ବିଦାୟ ଦେଉଛି, ତୁ ବହୁତ ଦୂରକୁ ଭାସିଯା। ତାପରେ ଏହି ହାତେ ତୋତେ ଗଢ଼ିଛି ମୁଁ କେତେ ଭରସାରେ, ଖେଳିଛି ତୋ ସାଥେ ଏହିପରି କେତେ ବରଷାରେ, ଭାସିଯା ମୋର କାଗଜ ଡଙ୍ଗା ଭାସିଯା, ବାଟ ଯାକ କେତେ ନୂଆ ନୂଆ ସାଥୀ ଭେଟୁଥା। ତାପରେ ଆହୁରି କ'ଣ କହୁଛେ, ତୋତେ ଏଇ ହାତରେ ମୁଁ ଗଢ଼ିଛି, ତୋତେ କେତେ ଭରସାରେ ମୁଁ ଗଢ଼ିଛି, ତୁ ଯେତେ ଦୂରକୁ ଯିବୁ ମୋତେ ସେତେ ଖୁସି ଲାଗିବ ଏବଂ ବାଟ ଯାକ ତୋର ନୂଆ ନୂଆ ସାଙ୍ଗସାଥୀ କ'ଣ ଭେଟୁଥା। ବୁଝିହେଲା? ଏଇଟା ଥିଲା ଆମର ବିଷୟ।